ଆଜିର ଦୁନିଆରେ ଯେଉଁଠି ନ୍ୟାୟ ନୁହେଁ ଶକ୍ତି ଆଉ ଟଙ୍କା କଥା କହେ, ସେଇଠି ଗୋଟିଏ ନିରୀହ ପିଲାକୁ ଯେତେବେଳେ ମିଥ୍ୟା ଅପରାଧରେ ଜେଲକୁ ପଠାଇ ଦିଆଗଲା, ତାର ଆଖିରୁ ଝରି ଯାଇଥିବା ଲୁହ ମା ଦୁର୍ଗାଙ୍କର ସିଂହାସନକୁ ମଧ୍ୟ ଥରାଇ ଦେଲା। ସେହିଦିନ ଆରମ୍ଭ ହେଲା ନ୍ୟାୟ ପାଇଁ ଏକ ଅଦ୍ଭୁତ ଯୁଦ୍ଧ, ଯାହାର ମୂଳରେ ଥିଲା ଜଣେ ମାର ଆଖିର ଲୁହ ଏବଂ ପୁଅର ପ୍ରତିଶୋଧର ନିଆଁ। ତେବେ କଟକ ସହରରେ ଏକ ସାଧାରଣ ପରିବାର। ବାପା ସୁଧାକର ବାବୁ ସରକାରୀ ବ୍ୟାଙ୍କରେ କ୍ଲର୍କ ଭାବେ କାମ କରନ୍ତି। ମା ଜଣକ ଜାନକୀ ଦେବୀ, ସେ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ମଧ୍ୟ କାମ କରନ୍ତି। ତାଙ୍କର ଏକମାତ୍ର ପୁତ୍ର, ନା ତାଙ୍କର ରାହୁଲ, ଯିଏକି ବହୁତ ଶାନ୍ତ ଓ ସରଳ ପିଲା। ତାର ଆଖିରେ ଚମକୁଥିବା ଅସଂଖ୍ୟ ସ୍ୱପ୍ନ ମଧ୍ୟ ଥିଲା, ହସରେ ନିର୍ମଳତା ଭରି ରହିଥିଲା। ରାହୁଲର ସ୍ୱପ୍ନ ଥିଲା ବଡ଼ ହୋଇ ସେ ଜଣେ ଡାକ୍ତର ହେବ, ଗରିବ ଲୋକଙ୍କର ସେବା ମଧ୍ୟ କରିବ। 12 ବର୍ଷ ବୟସରେ ତାର ସ୍କୁଲର ସବୁଠୁ ଉଜ୍ଜଳ ତାରା ଥିଲା। ସବୁ ଶିକ୍ଷକ ତାକୁ ମଧ୍ୟ ଭଲ ପାଉଥିଲେ, କାହିଁକି ନା ଭଲ ପାଠ ମଧ୍ୟ ପଢୁଥିଲା। ସେ ସର୍ବଦା ଶ୍ରେଣୀରେ ପ୍ରଥମ ସ୍ଥାନରେ ମଧ୍ୟ ରହୁଥିଲା। ଆଉ ତାର ଏଇ ନିର୍ଦ୍ଦୋଷ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପ୍ରେରଣା ମଧ୍ୟ ଦେଉଥିଲା। କିନ୍ତୁ ଆଜିର ଦୁନିଆରେ ନିର୍ଦ୍ଦୋଷତା ଏବଂ ସତ୍ୟର କୌଣସି ମୂଲ୍ୟ ନାହିଁ। ଏହି ଦୁନିଆରେ କେବଳ ଟଙ୍କା ଏବଂ ଶକ୍ତିର ଖେଳ ହିଁ ଚାଲେ। ଆଉ ଏହି ଖେଳର ଶିକାର ହୋଇଗଲା ରାହୁଲ। ଥରେ ସ୍କୁଲର କମ୍ପ୍ୟୁଟର ଲ୍ୟାବରେ ଏକ ପ୍ରୋଜେକ୍ଟ କରୁଥିବା ସମୟରେ ଏକ ବିଶାଳ ସାଇବର ଠକେଇ ଘଟିଗଲା। ବାସ୍ତବରେ ହ୍ୟାକର ଗ୍ୟାଙ୍ଗ ରାଜନେତା ମାନଙ୍କ ସୁରକ୍ଷା ଏହି ଠକେଇ କରିଥିଲେ। କିନ୍ତୁ କ୍ଷମତା ଏବଂ ଟଙ୍କାର ପ୍ରଭାବରେ ପୋଲିସ, ଗଣମାଧ୍ୟମ ଏବଂ ସରକାରୀ ସିଷ୍ଟମ ଏହି ସବୁର ଦୋଷ 12 ବର୍ଷର ପିଲା ରାହୁଲ ଉପରେ ଲଦି ଦେଲେ। ଏହି ପିଲା ହିଁ ହ୍ୟାକର, ସେମାନେ ସମସ୍ତେ ଘୋଷଣା ମଧ୍ୟ କଲେ। ସ୍କୁଲରେ ସବୁ ଲୋକ ଦେଖି ଆଶ୍ଚର୍ଯ୍ୟ। ଶିକ୍ଷକମାନେ ଯେଉଁ ରାହୁଲକୁ ଆଗରୁ ଭଲ ପାଉଥିଲେ, ସେମାନେ ଏବେ ବି କ୍ଷମତାଶାଳୀ ନେତାଙ୍କ ଚାପରେ ଚୁପ୍ ରହିଥିଲେ। କେହି ସାହସ କରି ରାହୁଲଙ୍କ ସପକ୍ଷରେ ମଧ୍ୟ ବାହାରିଲେ ନାହିଁ, କାହିଁକି ନା ଯେତିକି ସବୁ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ସବୁ କିଛି ନେତା ମାନଙ୍କର ସିଜ୍ ହୋଇଛି। କୌଣସି ନା କୌଣସି ହ୍ୟାକର କରିଛି, କିନ୍ତୁ ରାହୁଲଙ୍କ ଉପରେ ସବୁ ଦୋଷ ଦେଇଦେଲେ, କାହିଁକି ନା ସେ ବହୁତ ଭଲ କମ୍ପ୍ୟୁଟର ଶିଖିଛି, ବହୁତ ଭଲ ପାଠ ମଧ୍ୟ ପଢିଛି। ଯେହେତୁ ସେ ଗୋଟେ ଗରିବ ପିଲା, ତେଣୁକରି ରାହୁଲକୁ ସମସ୍ତେ ଦୋଷୀ ସାବ୍ୟସ୍ତ କଲେ। ପୋଲିସ ରାହୁଲକୁ ଗିରଫ କଲା। ରାହୁଲଙ୍କ ମା ଜାନକୀ ଦେବୀ କାନ୍ଦି କାନ୍ଦି କହିଲେ, ମୋ ପୁଅ ନିର୍ଦ୍ଦୋଷ, ସେ କିଛି ବି କରିନି। କିନ୍ତୁ କ୍ଷମତାର ଅନ୍ଧାରରେ ସମଗ୍ର ଦୁନିଆକୁ ଅନ୍ଧ ହୋଇଯାଇଥିଲା। କେହି ତାଙ୍କ କଥା ଶୁଣିଲେ ନାହିଁ। ହାଇକୋର୍ଟର ଏକ ଭ୍ରଷ୍ଟ ବିଚାରପତି ରାହୁଲର ମାମଲାକୁ ଶୁଣାଣି ପୂର୍ବରୁ ବନ୍ଦ ମଧ୍ୟ କରିଦେଇଥିଲେ। ତେବେ ଅପରାଧୀ ହ୍ୟାକର ପିଲାକୁ ଜେଲରେ ପୁରାଅ, ଏମିତି ମଧ୍ୟ କହିଥିଲେ। ନିଷ୍ପତ୍ତି ଆସିଲା। ଯେତେବେଳେ ଜେଲର ଲୁହା କବାଟ ବନ୍ଦ ଥିଲା, ସେତେବେଳେ ରାହୁଲର ମା କାନ୍ଦିବାର ଶବ୍ଦ ପୁରା ସହରକୁ ଥରାଇ ଦେଲା। ସେ ମା ଦୁର୍ଗାଙ୍କୁ ଡାକିଲେ, ହେ ମା, ମୋ ପୁଅ ବହୁତ ଶାନ୍ତ ଏବଂ ସରଳ। ସେ ସମସ୍ତଙ୍କର ମଙ୍ଗଳ ଚାହେଁ। ନିଜେ ନ ଖାଇଲେ ପଛେ ଅନ୍ୟକୁ ଖାଇବାକୁ ଦିଏ। ସେ ମାନୁଛି, ଭଲ ପାଠ ମଧ୍ୟ ପଢୁଛି, ଆଉ ସ୍କୁଲରେ ମଧ୍ୟ ଟପରେ ଅଛି, ଯିଏକି କମ୍ପ୍ୟୁଟର ବିଷୟରେ ସବୁ ଜାଣିଛି। କିନ୍ତୁ ସେ କେବେ ବି ଏମିତି କାମ କରିନଥିବ। ଆଉ ଏହି ଶବ୍ଦ ଏକା ସାଙ୍ଗରେ ସମସ୍ତଙ୍କୁ ଛୁଇଁଲା। ମା ଜଣକ ରାସ୍ତାରେ ବହୁତ ଚିତ୍କାର କରୁଥାଏ, ମୋ ପୁଅ ନିର୍ଦ୍ଦୋଷ, ମୋ ପୁଅ ନିର୍ଦ୍ଦୋଷ। ଆଉ ସେପଟେ ଜେଲ ଭିତରେ ରହିଥାଏ ରାହୁଲ। ରାହୁଲର ପ୍ରଥମ ରାତି ଥିଲା ଅନ୍ଧାର ଏବଂ ଏକାକୀ ରହିଥିଲା। ସେ ଏକ କୋଣରେ ବସି ମଧ୍ୟ କାନ୍ଦୁଥିଲା। ଜେଲରେ ବଡ ବଡ ଅପରାଧୀ ମାନେ ତାକୁ ଦେଖି ହସୁଥିଲେ, କହୁଥିଲେ 12 ବର୍ଷର ପିଲା, ସେ ପୁଣି ବି ହ୍ୟାକର। ନେତା ମନ୍ତ୍ରୀଙ୍କର ଆକାଉଣ୍ଟକୁ ସିଜ୍ କରିଛି। ନେତା ମନ୍ତ୍ରୀଙ୍କର ଆକାଉଣ୍ଟ ଚାଲୁନାହିଁ, କାରଣ ନେତା ମନ୍ତ୍ରୀ ମାନେ ବ୍ୟାଙ୍କ କମି ଯାଇ କଥା ହଉନଥିଲେ, କାହିଁକି ନା ତାଙ୍କ ଝାଳ ବୁହା ଧନ ମଧ୍ୟ ନଥିଲା। ଆଉ ଇଏ ବା କଣ କରିବ? ରାହୁଲ ଏସବୁ କରିନାହିଁ, କିନ୍ତୁ ରାହୁଲ ଭ୍ରଷ୍ଟାଚାର ଶିକାର ହୋଇଯାଇଛି। ଯେତେବେଳେ ରାହୁଲ ଏକାକୀ ଗୋଟେ କୋଣରେ ଥାଏ, ସମସ୍ତେ ଦେଖି ତାକୁ ହସୁଥାନ୍ତି। ଏହି ଦୁନିଆରେ ନିର୍ଦ୍ଦୋଷତାର କିଛି ମୂଲ୍ୟ ନାହିଁ। ସେମାନେ କହିଲେ,
ରାହୁଲ ହୃଦୟରେ ଦୁଃଖ ଭରି ଯାଇଥିଲା। ଆଉ ସେ ମା ଜଗନ୍ନାଥ ଏବଂ ମା ଦୁର୍ଗାଙ୍କୁ ପ୍ରାର୍ଥନା ମଧ୍ୟ କରୁଥିଲେ। ମା ଦିନ ରାତି ଖାଉନଥିଲେ, ପାଖାପାଖି 2 ଦିନ ହେବ ଉପାସରେ ମଧ୍ୟ ରହିଥିଲେ। ହେ ପ୍ରଭୁ, ହେ ମା, ମୋ ଛୁଆକୁ ଫେରେଇ ଦେ। ମୋ ଛୁଆ କିଛି ଭୁଲ କରିନାହିଁ। ଆମ ପାଖରେ ସେତେ ପଇସା ନାହିଁ ଯେ ଆମେ ଲଢି ପାରିବୁ। ଆଉ ସେହି ଜେଲରେ ରାହୁଲର ବନ୍ଧୁତା ହେଲା ରଘୁ ସହିତ, ଜଣେ ବୃଦ୍ଧ ଏବଂ ଜ୍ଞାନୀ ମଣିଷ, ଯିଏ କି ଭ୍ରଷ୍ଟାଚାରର ଶିକାର ହୋଇ ଜେଲକୁ ମଧ୍ୟ ଆସିଥିଲେ। ରଘୁ କହିଲେ, ପୁଅ, ଏଇ ଦୁନିଆରେ ସତ୍ୟ ବର୍ତ୍ତମାନ ପାଇଁ ଦୁର୍ବଳ ହୋଇଛି। ଭଗବାନଙ୍କ ଆଶୀର୍ବାଦରେ ଦିନେ ସବୁଠାରୁ ଶକ୍ତିଶାଳୀ ମଧ୍ୟ ହେବ। ଏଇଠି କେବଳ ଟଙ୍କା ଆଉ ଶକ୍ତି ହିଁ ଚାଲିଛି। ଆଉ ଏଇ କଥା ରାହୁଲଙ୍କ ହୃଦୟରେ ଏକ ନୂଆ ଆଶା ନିଆଁ ଲଗେଇଦେଲା। ରାହୁଲ ମନେ ମନେ ଭାବିଲା, ନିଶ୍ଚିନ୍ତ ମୁଁ ଫେରିବି। ମୁଁ ଯଦି ଠିକରେ ଅଛି, ନିଶ୍ଚିନ୍ତ ଭଗବାନ ମୋ ଡାକ ଶୁଣିବେ। ମା ଦୁର୍ଗାଙ୍କ କୃପାରୁ ମୁଁ ନିଶ୍ଚିନ୍ତ ଫେରିବି। ଆଉ ସେଇ ସମୟରେ ଦୁର୍ଗା ପୂଜା ସମୟ ମଧ୍ୟ। ତେବେ ଏକ ରାତିରେ ଜେଲରେ ରଘୁ ରାହୁଲକୁ କହିଲେ, ପୁଅ, ମା ଦୁର୍ଗାଙ୍କର ନବରାତ୍ରି ଆସୁଛି। ମା ତାଙ୍କ ଭକ୍ତଙ୍କର ଲୁହର ଶବ୍ଦ ମଧ୍ୟ ଶୁଣନ୍ତି। ଆଉ ତୋର ମା ମଧ୍ୟ ଦିନ ରାତି ଅଖଣ୍ଡ ଦୀପ ମତେ ଲାଗୁଛି ଜାଳୁଥିବ। ମାଙ୍କୁ ମଧ୍ୟ ପ୍ରାର୍ଥନା କରୁଥିବ। ଆଉ ତୋର ଲୁହର ପ୍ରତିଫଳ ଏକ ଦିନ ନିଶ୍ଚୟ ଆସିବ। ମା ତୋର ଡାକ ଶୁଣିବେ। ଦିନ ରାତି ପାଠ ପଢେଇ ଯୋଉ ମାଟି ତତେ ଆଜି ମଣିଷ କରିଛି, ଆଜି ତୁ ମିଛଟାରେ ଫସିଛୁ, ନିଶ୍ଚିନ୍ତ ତାର ନ୍ୟାୟ ମଧ୍ୟ ମିଳିବ। ଆଉ ସତକୁ ସତ ସ୍ୱପ୍ନରେ ରାହୁଲଙ୍କ ହୃଦୟ ଏକ ନୂଆ ଶକ୍ତି ଆସିଲା। ସେ ଜେଲରେ ଲାଇବ୍ରେରୀରେ ଆଇନ ପୁସ୍ତକ ପଢିବା ପାଇଁ ଲାଗିଲେ। ରଘୁ ତାର ସାହାଯ୍ୟ ମଧ୍ୟ କଲା। ଆଉ ପୁଅ, ତୋର ଶିକ୍ଷା ତୋର ଅସ୍ତ୍ର, ଏମିତି ମଧ୍ୟ ରଘୁ କହିଲେ। କାହିଁକି ନା ରଘୁ ଜଣେ ବୟସ୍କ ବ୍ୟକ୍ତି, ଯିଏ କି ସବୁ କିଛି ଜ୍ଞାନ ତାଙ୍କର ଅଛି। ସେ ବି ମିଛଠାରେ ଫସିଛନ୍ତି। ରାହୁଲ ଜେଲରେ ଥାଇ ଆଇନ ଏବଂ କମ୍ପ୍ୟୁଟର ବିଜ୍ଞାନ ଏବଂ ସାଇବର ସୁରକ୍ଷା ବିଷୟରେ ଜ୍ଞାନ ଅର୍ଜନ କଲା। ବର୍ଷ ପରେ ବର୍ଷ ବିତିଗଲା। ରାହୁଲ ଥିବା ଏକ ଛୋଟ ପିଲାରୁ ଜଣେ ଯୁବକରେ ପରିଣତ ହୋଇଗଲା। ପାଖାପାଖି 5 ବର୍ଷ ବିତିଗଲା ଯେତେବେଳେ ତାକୁ 15 ବର୍ଷ ହୋଇଥିଲା। ଆଉ ଏବେ ତାକୁ ହୋଇଗଲାଣି ପାଖାପାଖି 21 ବର୍ଷ। ଏବେ ସେହି ହ୍ୟାକର ଗ୍ୟାଙ୍ଗ ଆଉ ଗୋଟେ ବଡ ଧରଣର ସାଇବର ଠକେଇ କରି ଫସିଗଲେ। ପୋଲିସ ସେମାନଙ୍କ ବିରୋଧରେ ପ୍ରମାଣ ଦରକାର ଥିଲା। ଆଉ ସେମାନେ ମଧ୍ୟ ତାହା ପାଇଲେ ନାହିଁ। ଆଉ ଏହି ସମୟରେ ରାହୁଲ ଜେଲରୁ ଏକ ଆବେଦନ ପତ୍ର ଲେଖି କୋର୍ଟକୁ ପଠାଇଲା। ମୁଁ ସମସ୍ତ ପ୍ରମାଣ ସହିତ ପ୍ରକୃତ ଅପରାଧୀକୁ ଧରାଇ ଦେବି। ଆଉ ବିଚାରପତି ତାର ଅନୁରୋଧକୁ ମଧ୍ୟ ମଞ୍ଜୁର କଲେ। କୋର୍ଟରେ ରାହୁଲ ଏକ କମ୍ପ୍ୟୁଟର ସିଷ୍ଟମ ଖୋଲିଲା। ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ରାହୁଲ ପ୍ରକୃତ ହ୍ୟାକର ଗ୍ୟାଙ୍ଗର ଆଇଡି ଏବଂ ସେହି ରାଜନେତାଙ୍କ ସହିତ ଥିବା ଲିଙ୍କର ସମସ୍ତ ପ୍ରମାଣ ଦେଖାଇଲା। ଆଉ ସବୁ ପ୍ରମାଣ ଦେଖିଲା ପରେ ସମସ୍ତେ ବୁଝିଗଲେ ଯେ ରାହୁଲ ନିର୍ଦ୍ଦୋଷ। ଏଠି ମଧ୍ୟ ସାମିଲ ଅଛନ୍ତି ରାଜନେତା ଏବଂ ମନ୍ତ୍ରୀ। ତେବେ କୋର୍ଟରେ ରାହୁଲଙ୍କ ମା ଆନନ୍ଦରେ କାନ୍ଦି ପକେଇଲେ। ଥିଲା ଖୁସିର ଲୁହ। କାହିଁକି ନା ଆଜି ସାରା ଭାରତ କହୁଛି ରାହୁଲ ନିର୍ଦ୍ଦୋଷ। ଆଉ ଏଠି ମାଙ୍କର ନବରାତ୍ର ସମୟରେ ମା ହିଁ କୃପାରୁ ଆଜି ମୋ ପୁଅ ନିର୍ଦ୍ଦୋଷ ହେଲା। ପ୍ରଭୁ, ସତ୍ୟର ଜୟ ହେଲା। ବିଚାରପତି ବାଧ୍ୟ ହୋଇକି ରାହୁଲକୁ ତୁରନ୍ତ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ଏବଂ ରାଜନେତା ହ୍ୟାକର ଗ୍ୟାଙ୍ଗକୁ ମଧ୍ୟ ଜେଲକୁ ପଠାଇଲେ। ରାହୁଲ ଜେଲରୁ ବାହାରକୁ ଆସିଲା। ଆଉ ତାର ମାକୁ ଆଲିଙ୍ଗନ କରି ବହୁତ ଜୋରେ କାନ୍ଦିଲା। ମା, ବହୁତ ମନେ ପଡୁଥିଲା ତୋ କଥା, ବହୁତ ମନେ ପଡୁଥିଲା। ଆଜି ଯଦି ସେ ରଘୁ ପିଇସା ନଥାନ୍ତେ, ମୁଁ କେବେ ବି ଏଇ ଜାଗାରେ ପହଞ୍ଚି ପାରିନଥାନ୍ତି। ସେ ହିଁ ମୋ ସାଥ ଦେଲେ, ସେ ହିଁ ମୋ ସବୁ କିଛି ବୁଝାଇଲେ। ନିଶ୍ଚିନ୍ତ ସତ୍ୟର ନ୍ୟାୟ ମଧ୍ୟ ହେବ। ନିଶ୍ଚିନ୍ତ ଆମ ପାଇଁ ନ୍ୟାୟ ହେବ। ଆଉ ମା ମଧ୍ୟ ତୋ ଡାକ ଶୁଣିବେ। ତେଣୁକରି ମୁଁ ଦିନ ରାତି ଆଇନ ପାଠଠୁ ଆରମ୍ଭ କରି ସବୁ କିଛି ପାଠ ପଢିବା ପାଇଁ ଲାଗିଲି। ନିଜକୁ ନିର୍ଦ୍ଦୋଷ କରିବା ପାଇଁ ସବୁ କିଛି ଦିନ ରାତି ଏକ କରିଦେଲି। ଆଉ ମା ମଧ୍ୟ କହିଲେ, ମୁଁ ଜାଣିଥିଲି ପୁଅ, ଦିନେ ନା ଦିନେ ତୁ ନିର୍ଦ୍ଦୋଷ ମଧ୍ୟ ହେବୁ। ଆଉ ଆଜି ମା ମଧ୍ୟ ବହୁତ ଜୋରେ କାନ୍ଦୁଥାନ୍ତି ନିଜ ଛୁଆକୁ ଧରି।
ନିରୀହ ପିଲାଟି ବର୍ଷ ବର୍ଷ ପରେ ସତ୍ୟ ପ୍ରମାଣିତ ହେଲା ଆଉ ଭ୍ରଷ୍ଟାଚାରୀ ଗ୍ୟାଙ୍ଗ ଧରା ପଡ଼ିଲେ। ଦୁନିଆ ରାହୁଲକୁ ଜଣେ ହିରୋ ଭାବରେ ମଧ୍ୟ ଦେଖିଲା, କାହିଁକି ନା ଆଙ୍କ ପଛରେ ଥିଲା ବଡ଼ ଗ୍ୟାଙ୍ଗ, ଯିଏକି ରାଜନେତା ସହିତ ଗୋଟେ ବଡ଼ ହ୍ୟାକର ମଧ୍ୟ ଥିଲା। ଅନ୍ୟ ଲୋକଙ୍କର ଟଙ୍କା ମଧ୍ୟ ଲୁଟୁଥିଲା ଏବଂ ରାଜନେତାର ମଧ୍ୟ ହାତ ଥିଲା। ଆଉ ରାହୁଲଙ୍କର ହୃଦୟରୁ ପ୍ରତିଶୋଧର ନିଆଁ ଶେଷ ହୋଇନଥିଲା। ସେ କହିଲା, ମୁଁ ଡାକ୍ତର ହେବାର ସ୍ୱପ୍ନ ଦେଖୁଥିଲି, କିନ୍ତୁ ଏହି ଦୁନିଆ ମୋତେ ଅନ୍ୟ ରାସ୍ତାରେ ଚଲାଇଲା। ଏବେ ମୁଁ ଜଣେ ଆଇନଜୀବୀ ହେବି ଏବଂ ନିର୍ଦ୍ଦୋଷ ଲୋକଙ୍କ ପାଇଁ ଲଢ଼ି ନ୍ୟାୟ ଦେବି। ସେହି ଯୁବକ ଜଣେ ବଡ଼ ଆଇନଜୀବୀ ମଧ୍ୟ ହେଲା ଆଉ ଭ୍ରଷ୍ଟାଚାର ଅନ୍ୟାୟ ବିରୁଦ୍ଧରେ ଲଢ଼ି ଅନେକ ନିର୍ଦ୍ଦୋଷ ଲୋକଙ୍କୁ ନ୍ୟାୟ ମଧ୍ୟ ଦେଲା। ଆଉ ମା ଦୁର୍ଗାଙ୍କର ଆଶୀର୍ବାଦ ଏବଂ ପ୍ରଭୁ ଜଗନ୍ନାଥଙ୍କର ଦୟା ଏବଂ ନିଜ ମାର ପ୍ରାର୍ଥନା ସେଇ ନିରୀହ ପିଲାକୁ ଜଣେ ହିରୋର ପରିଣତ ଦେଲା। ଆଉ ସେଇ ପିଲାଟିର ଜୀବନ କାହାଣୀ ଯେଉଁଥିରେ ଅନ୍ୟାୟର ନିଆଁ ଏବଂ ମା ଆଖିର ଲୁହ ଏବଂ ମା ଦୁର୍ଗାଙ୍କର ଆଶୀର୍ବାଦ ମଧ୍ୟ ଥିଲା। ତେଣୁ ଇଏ ଥିଲା ତାଙ୍କର ଗୋଟିଏ ଛୋଟିଆ ଷ୍ଟୋରିଟିଏ। ଯଦି ଭଲ ଲାଗିଥିବ ନିଶ୍ଚିତ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ତା ସହିତ କମେଣ୍ଟରେ ମଧ୍ୟ ଲେଖିଦେବେ ଜୟ ମା ଦୁର୍ଗା।